ସାମକଇ ଟିଭି ଆପଣଙ୍କୁ ସ୍ୱାଗତ ଜଣାଉଛି। 2025 ଜାନୁଆରୀ 1ରୁ ଜନଗଣନା କାର୍ଯ୍ୟକ୍ରମ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହି ଜନଗଣନାରେ ଜାତି ଜନଗଣନା କରିବାକୁ ଓବିସି ଫୋରମ ରାଜ୍ୟ କମିଟି ଦାବି କରିଛି। କମିଟିର ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ବିହାରରେ ବିଜେପି ଜେଡିୟୁ ମିଳିତ ସରକାର ଜାତି ଜନଗଣନାକୁ କାର୍ଯ୍ୟକାରୀ କରିଥିଲେ। ଓଡ଼ିଶାରେ ନିଜ ନିର୍ବାଚନ ଇସ୍ତାହାରରେ ଜାତି ଜନଗଣନା କରିବା ପାଇଁ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସରକାର କ୍ଷମତାକୁ ଆସିଛନ୍ତି। ଜନଗଣନା 4 ବର୍ଷ ବିଳମ୍ବରେ ହେଉ ପଛେ ଆସନ୍ତା ଜାନୁଆରୀ 1ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଅବସରରେ ଜାତି ଜନଗଣନା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ବିଜେପି ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରି ଜାତି ଜନଗଣନା କରିବା ସହିତ ସେହି ରିପୋର୍ଟ ଆଧାରରେ ରାଜ୍ୟରେ ଓବିସି ବର୍ଗଙ୍କ ପାଇଁ ସରକାରୀ ଓ ବେସରକାରୀ ନିଯୁକ୍ତି, ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ସାମକଇ ଟିଭି ତେଲକୋଇ।